ଗୋଷ୍ଠୀ କାନ୍ଦୁଲ ଡାଲି ଉତ୍ପାଦନ କରି ବର୍ଷକୁ ବେଶ୍ ଦୁଇ ପଇସା କମାଇବା ସହ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ଡାଲି ପ୍ରକ୍ରିୟାକରଣ ପାଇଁ ଦିଆଯାଉଥିବା ଅର୍ଥରେ ଠିକ୍ରେ କାମ କରୁନି। ଫଳରେ ଘରୋଇ ମିଲରଙ୍କ ନିକଟକୁ ଯିବାକୁ ପଡୁଛି ସେମାନଙ୍କୁ। ଏହାବାଦ ଶୀତଳ ଭଣ୍ଡାର ନଥିବାରୁ ଅନେକ ହଇରାଣ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ। ନବରଙ୍ଗପୁର ସେମାଳା ଗାଁରେ ଜୟ ଶ୍ରୀରାମ, ମା ଲକ୍ଷ୍ମୀ ଓ ପ୍ରଗତି ଗାଁରେ ରହିଛି ତିନିଟି ସ୍ୱୟଂ ସହାୟକ ଦଳ। ଏମାନେ କାନ୍ଦୁଲ ଡାଲି ଚାଷ କରି ଆର୍ଥିକ ସ୍ୱାବଲମ୍ବୀ ହୋଇପାରିଛନ୍ତି। ସରକାର ବି ଏଥିପାଇଁ ସହାୟତା ଦେଇଛନ୍ତି। ବିଭିନ୍ନ ଅଞ୍ଚଳରୁ ଏମାନେ କାନ୍ଦୁଲ ଡାଲି କିଣି ତାର ପ୍ରକ୍ରିୟାକରଣ କରି ଜିଲ୍ଲା ସମାଜ ମଙ୍ଗଳ ବିଭାଗକୁ ବିକିଥାନ୍ତି। ଆଉ ସମାଜ ମଙ୍ଗଳ ବିଭାଗ ଏହାକୁ ବିଭିନ୍ନ ସ୍କୁଲକୁ ଯୋଗାଇଥାଏ। ଏବେ କିନ୍ତୁ ବିଭିନ୍ନ କାରଣରୁ ଡାଲି ପ୍ରକ୍ରିୟାକରଣରେ ଅନେକ ସମସ୍ୟା ଦେଖାଦେଇଛି। ଡାଲି ପ୍ରକ୍ରିୟାକରଣ ପାଇଁ ଦିଆଯାଇଥିବା ମେସିନ୍ଟି ଅନେକ ସମୟରେ ଅଚଳ ହୋଇ ପଡ଼ିରହୁଛି। ଫଳରେ ଏମାନଙ୍କୁ ଘରୋଇ ମିଲରଙ୍କ ନିକଟକୁ ଯିବାକୁ ପଡୁଛି, ଯାହାକୁ ନେଇ ସ୍ୱୟଂ ସହାୟକ ଦଳଗୁଡ଼ିକ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ଆମର ଦିଆହେଇଛି ଡାଲି ମେସିନ୍ଟା, ଛୋଟ ମେସିନ୍ ଦିଆହେଇଛି, ମଟର ଯୋଉଟା ଦିଆହେଇଛି, ଛୋଟ ମଟର ଦିଆହେଇଛି। ଆଉ ବଡ଼ ମଟର ହେଇଥିଲେ ସ୍ପିଡ୍ କାମ ହେଇଥାନ୍ତା। ଆଉ ସେ ମଟରଟା ଭଲ ଚାଲୁଛି, ପ୍ରାଇଭେଟ୍ ମିଲ୍ଟା, ଆଉ ସ୍ପିଡ୍ କାମ ହେବ। ଆଉ ଲେଟ୍ ହେଇଗଲେ ଆମେ ଛୋଟ କାନ୍ଦୁଲ ଯୋଉ ରଖିଦେବୁ ସେଟା ପୋକଡ଼ା ହେଇଯିବ। ଏବେ ଖାଲୁ କରିବୁ ତେବେ ଟିକେ ଲାଭ ହେଉଛି ଆଜ୍ଞା, ଟିକେ ହେଇପାରିବ। ଆଉ ଏବେ ଡାଲି ନେବାଟା କ୍ଷୀର ନେଲେ ଆମକୁ ବୋଲେ ତା ବୋଲି କହିଛି। ଅନେକଙ୍କ ଅଭିଯୋଗ ସରକାର ସେମାନଙ୍କଠାରୁ ଡାଲି କିଣିବାରେ ବିଳମ୍ବ କରୁଛନ୍ତି, ଯେଉଁଥିପାଇଁ ସେମାନଙ୍କ ନିକଟରେ ମହଜୁଦ ରହୁଥିବା ଡାଲି ନଷ୍ଟ ହୋଇଯିବାର ଆଶଙ୍କା ରହିଛି। ତାପରେ ନିକଟରେ ଶୀତଳ ଭଣ୍ଡାର ମଧ୍ୟ ରହିଛି। ଏସବୁ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନର କହିବା ହେଲା, ସରକାର ଏହି ସ୍ୱୟଂ ସହାୟକ ଦଳଗୁଡ଼ିକର ଅଭିଯୋଗକୁ ନେଇ ବିଚାର କରୁଛନ୍ତି। और उनका जो मशीनरीज है दैट इज हम लोग 2-3 साल पहले उनको दिए थे। उस टाइम प्रोडक्शन कम था, तो अभी प्रोडक्शन बढ़ा है। अभी गवर्नमेंट की तरफ से एंड नॉर्मल की तरफ से भी कोशिश किया जा रहा है कि उनको और भी डेवलप मशीन किया जाए। और उनका स्टोरेज का भी एक प्रॉब्लम है, तो स्टोरेज के लिए भी अभी डिस्ट्रिक्ट कलेक्टर बोले हैं कि उनके 2000 क्विंटल के स्टोरेज के लिए हम लोग फैसिलिटी प्रोवाइड करने वाले हैं। ସରକାରୀ ଅଧିକାରୀଙ୍କ ପ୍ରତିଶ୍ରୁତି ମିଳିଗଲା, ହେଲେ ଏହା କେତେଦୂର କାର୍ଯ୍ୟକାରୀ ହେବ ତାହା କହିବା ମୁସ୍କିଲ। ନବରଙ୍ଗପୁର ପ୍ରଦୀପ ନାୟକ, ଟିଭି ନ୍ୟୁଜ୍।